ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ମୋ ବିଷୟରେ ଆପଣ ଅଧିକ କିଛି ଜାଣିବାକୁ ହେଲେ ମୋର ୱେବସାଇଟ୍ www.rudraksjyotish.in ଭିଜିଟ୍ କରିପାରନ୍ତି। ସେଥିରେ ମୋର କ୍ୱାଲିଫିକେସନ୍ସ, ଜେନେରାଲ୍ କ୍ୱାଲିଫିକେସନ୍ସ, ଆଷ୍ଟ୍ରୋଲୋଜିରେ କ'ଣ କ୍ୱାଲିଫିକେସନ୍ସ ଅଛି, ଆଉ ମୋର ରିସର୍ଚ୍ଚ ପବ୍ଲିକେସନ୍ ଯେଉଁଗୁଡ଼ା ଅଛି, ମାନେ ମୋର 50-60 ରିସର୍ଚ୍ଚ ପେପର୍ସ ବିଭିନ୍ନ ନ୍ୟାସନାଲ୍ ଜର୍ନାଲ୍ସରେ ପବ୍ଲିଶ ହେଇଛି। ଏସବୁଗୁଡ଼ା ବି ଦେଖିପାରିବେ। କହିବାର ତାତ୍ପର୍ଯ୍ୟ ହେଲା କି ମୁଁ କିଛି ଜାଣିକି କହୁଛି, ଏମିତି କିଛି କେଉଁଠୁ ଶୁଣିକି କିମ୍ବା କାହାଠାରୁ ପଢ଼ିକି ମୁଁ କହୁନି। ଯଦି ମୁଁ ଜାତୀୟ ସ୍ତରରେ କିଛି ଲେଖିପାରୁଛି, ବିଭିନ୍ନ କନଫରେନ୍ସ ଯାଇକି ଆଟେଣ୍ଡ କରି କିଛି କହିପାରୁଛି, ଯାହା ପ୍ରମାଣ ବି ମୋର ୱେବସାଇଟ୍ରେ ଆପଣଙ୍କୁ ରିସର୍ଚ୍ଚ ପେପର୍ ଆକାରରେ ମିଳିବ। ଏବଂ କହି ରଖିବାକୁ ଚାହୁଁଛି ଯେ ରିସର୍ଚ୍ଚ ପେପର୍ ଆପଣ ନ୍ୟାସନାଲ୍ ଲେଭେଲରେ ଲେଖିଲେ ଯେ ଆପଣଙ୍କୁ ପଇସା ବି ମିଳେ ଏବଂ ଏତେ ସହଜ ବି ନୁହେଁ। ଆପଣ ଜ୍ୟୋତିଷରେ ଭଲ ରିସର୍ଚ୍ଚ ଯଦି ନ କରିଥିବେ ତାହେଲେ ଲେଖିପାରିବେ ନାହିଁ। ଦୁଃଖର ବିଷୟ ଯେ ଓଡ଼ିଶାରୁ ଇଂରେଜୀ ଲେଖିଲା ବାଲା ବିଶେଷ କେହି ନାହାନ୍ତି। ମୁଁ ଏବଂ ଆଉ ଜଣେ ଦୁଇ ଜଣ ଲୋକ ଏମିତି ବି ଲେଖୁଛନ୍ତି ନ୍ୟାସନାଲ୍ ଲେଭେଲରେ। ତେବେ ଛାଡ଼ନ୍ତୁ ସେ କଥା। ଏଇଟା ଗୋଟେ ଓଡ଼ିଆରେ ଭିଡ଼ିଓ କରିବାର ଉଦ୍ଦେଶ୍ୟ ହେଲା, ଯଦିଓ ମୋର 70-80ଟା ଭିଡ଼ିଓ ଆପଣ ଦେଖିବେ ଇଂଲିଶରେ ହିଁ ଖାଲି ମୁଁ କରିଛି। ତ ବହୁତ ମୋତେ ପାଖକୁ ରିକ୍ୱେଷ୍ଟ ଆସିଲା ଯେ ସାର୍ ଆପଣ ଓଡ଼ିଆରେ କରନ୍ତୁ। ଆପଣ ଦେଖୁଥିବେ ଏତେ ଗୁଡ଼େ ବହି ମୋ ପଛପଟେ ଥୁଆ ହେଇଛି, ସବୁଗୁଡ଼ା ଇଂଲିଶର ବହି। ତ ତା ମାନେ ନୁହେଁ ଯେ ଓଡ଼ିଆ ପ୍ରତି ମୋର କୌଣସି ମମତା କିମ୍ବା ଆଟାଚମେଣ୍ଟ ନାହିଁ। ତ ଯେହେତୁ ନର୍ମାଲି ଓଡ଼ିଆରେ ଲେଖିବା କହିବା ବିଶେଷ ହେଇନି, ସେଥିପାଇଁ ଏବଂ ବିଶେଷତଃ ଆମର ତ ଓଡ଼ିଶାରେ ସବୁ ଆଷ୍ଟ୍ରୋଲୋଜର ମାନେ ଓଡ଼ିଆରେ ହିଁ କହୁଛନ୍ତି। ତ ମୁଁ ଇଂଲିଶଟାକୁ ସବୁବେଳେ ପ୍ରିଫର୍ କରେ ଲେଖିବା, ରାଇଟିଂରେ ଆଉ କହିବାରେ ବି। ସେ ଯାହା ବି ହେଉନା କାହିଁକି, ମୁଁ କ'ଣ ପାଇଁ ଏଠି ଭିଡ଼ିଓ କରିବାକୁ ଆସୁଛି ବା କିଛି ଓଡ଼ିଆ ଭିଡ଼ିଓ କାହିଁକି ରିଲିଜ୍ କରୁଛି, ଓନ୍ଲି ଫର୍ ଇନଫର୍ମେସନ୍ ପର୍ପସ୍। ମୁଁ ଆରମ୍ଭରୁ କହି ରଖୁଛି, ପବ୍ଲିକେସନ୍ ପାଇଁ ମୋର ୱେବସାଇଟ୍ ଅଛି, ପବ୍ଲିସିଟି ଯେଉଁଟା କହୁଛନ୍ତି ମୋର ୱେବସାଇଟ୍ ଅଛି। ଆଉ ନର୍ମାଲି ଆଷ୍ଟ୍ରୋଲୋଜି ଫିଲ୍ଡରେ ଆପଣଙ୍କର ଆଉ ଏତେ ଲୋକମାନେ ଭିଜିଟ୍ କରିବାରେ ଏତେ ଡଲ୍ ହେଇନାହାନ୍ତି କି ସେ କେଉଁ ଟିଭି ପ୍ରୋଗ୍ରାମ୍ ଦେଖି କାହା ପାଖକୁ ଭିଜିଟ୍ କରିବେ। ସୋ ଯେଉଁମାନେ ଭାବୁଛନ୍ତି ଯେ ମିଡ଼ିଆରେ ଆମେ ପପୁଲାରିଟି କରୁଛୁ, ଦ୍ୟାଟ୍ ଇଜ୍ ପ୍ରିସାଇଜ୍ଲି ରଙ୍ଗ୍। ଏବେ ଗୋଟେ ଇସ୍ୟୁ ହେଇଥିଲା କିଛି ଦିନ ତଳେ, ମୁଁ ଦେଖୁଥିଲି ଟିଭିରେ। ଅନଫର୍ଚୁନେଟଲି ଦ୍ୟାଟ୍ ଟାଇମ୍ ମୁଁ ଚେନ୍ନାଇରେ ବି ଥିଲି। ଆଉ ଯେ ଆଷ୍ଟ୍ରୋଲୋଜିଟାକୁ ଗୋଟେ କିଛି ଲୋକ ଚ୍ୟାଲେଞ୍ଜ କରୁଥିଲେ, ତାକୁ ମିଡ଼ିଆରେ ହାଇଲାଇଟ୍ କରାହେଉଥିଲା। କିଛି ଆଷ୍ଟ୍ରୋଲୋଜର ମାନେ ତା'ର ଏଗେନଷ୍ଟରେ ବାହାରିଥିଲେ, ମୋତେ ବି ବହୁତ କହିଥିଲେ। କିନ୍ତୁ ମୁଁ ଯେହେତୁ ଟିକେ କେବେ ମିଡ଼ିଆ ଟିଭି ଓଡ଼ିଆରେ ବାହାରିନି, ତେଣୁ ଟିକେ ମୋର ଇନଫେରିୟରିଟି କମ୍ପ୍ଲେକ୍ସ ସେଥିପାଇଁ ରହିଲା। ତ ଜ୍ୟୋତିଷଟା 2001ରେ UGC ତାକୁ ଆପ୍ରୁଭ୍ କଲା। ଆପଣମାନଙ୍କ ଇନଫର୍ମେସନ୍ ପାଇଁ ମୁଁ ରିପିଟ୍ କରି କହୁଛି, ଏସବୁ ଇନଫର୍ମେସନ୍ ନ ଜାଣିକି କୌଣସି ଜାଗାରେ ଗୋଟେ ଏମିତି ହାଇଲାଇଟ୍ କରିବାଟା ଉଚିତ ନୁହେଁ। ସେ ଯେଉଁ ଲର୍ନେଡ଼ ଲୋକ ହେଇଥାନ୍ତୁ କିମ୍ବା ଟିଭିର ଜର୍ଣ୍ଣାଲିଷ୍ଟ ମାନେ ହେଇଥାନ୍ତୁ, ସେମାନେ ଜାଣି ରଖିବା ଉଚିତ ଯେ ଜ୍ୟୋତିଷ ଗୋଟେ ଟର୍ମଟା ଏକ୍ଜାକ୍ଟ ହେଲା ଯାହା UGC ତା ଗ୍ୟାଜେଟରେ ବାହାର କରିଥିଲା। ଜ୍ୟୋତିର୍ବିଜ୍ଞାନ ଏଇ ଟର୍ମଟା 2001ରେ UGC ଆପ୍ରୁଭ୍ କରିଦେଲା ଏବଂ ପରେ ସୁପ୍ରିମକୋର୍ଟରେ 2005ରେ ଚେନ୍ନାଇ କୋର୍ଟରୁ ଆଉ ମହାରାଷ୍ଟ୍ର କୋର୍ଟରୁ ଆପିଲ୍ ହେଲା ଯେ ଏଇଟା ନୁହେଁ, ଜ୍ୟୋତିଷ ବିଦ୍ୟା ଗୋଟେ ବିଦ୍ୟା ନୁହେଁ, ଏଇଟା ବନ୍ଦ କରିଦିଆଯାଉ। କ'ଣ UGC ଆପ୍ରୁଭ୍ କରିଥିଲା ଯେ ଗ୍ରାଜୁଏସନ୍ ଆଉ ପୋଷ୍ଟ ଗ୍ରାଜୁଏସନ୍ ଆଉ ଡକ୍ଟରେଟ୍ ଲେଭେଲରେ ଜ୍ୟୋତିଷଟାକୁ ପଢ଼ା ହେବ ବୋଲି। କିନ୍ତୁ ମେ ମାସ ବୋଧେ, ମୋର ଏକ୍ଜାକ୍ଟଲି ତାରିଖ ମନେ ପଡ଼ୁନି, ସେଟା ଖାରିଜ କରାଗଲା। ସୁପ୍ରିମକୋର୍ଟ ଖାରିଜ କଲା ଏବଂ ଆପ୍ରୁଭ୍ କଲା ଯେ UGC, ଯେଉଁଟାକି ପ୍ରୋବାବ୍ଲି ମିନିଷ୍ଟ୍ରି ଅଫ୍ ହ୍ୟୁମାନ୍ ରିସୋର୍ସ ଡେଭଲପମେଣ୍ଟ ଅଣ୍ଡରରେ ଆସୁଛି, ସେଇଟା ସେମାନେ ଆପ୍ରୁଭ୍ କଲେ ଯେ ୟେସ୍, ଆଷ୍ଟ୍ରୋଲୋଜି ବର୍ତ୍ତମାନ ପଢ଼ା ହେବ। ଏବଂ ଫର୍ଚୁନେଟଲି ବହୁତ ଗୁଡ଼ିଏ ଜାଗାରେ ପଢ଼ା ହେଉଛି, ପ୍ରାଇମେରିଲି ସାଂସ୍କ୍ରିଟ୍ ୟୁନିଭର୍ସିଟିଜ୍। ଯଦିଓ କିଛି ୟୁନିଭର୍ସିଟି ହେଲା ଯେମିତି ମେୱାର ୟୁନିଭର୍ସିଟି ଚିତ୍ତଗଡ଼ ରାଜସ୍ଥାନର, ସେମାନେ ଇଂଲିଶରେ ପଢ଼ାଉଛନ୍ତି ଏଇଟା ପୋଷ୍ଟ ଗ୍ରାଜୁଏସନ୍ ଲେଭେଲରେ। PhD ବି କରାଉଛନ୍ତି। ସୋ ବିଭିନ୍ନ ଏମିତି ୟୁନିଭର୍ସିଟିଜ୍ ଅଛି ଯେଉଁଠିକି ଜ୍ୟୋତିଷଟା ପଢ଼ା ହେଉଛି। ତ ଜ୍ୟୋତିର୍ବିଦ୍ୟାଟା ନାହିଁ ବା ଜ୍ୟୋତିର୍ବିଜ୍ଞାନ ଯେଉଁ ଟର୍ମଟା ଆସିଥିଲା, ଯାହା ଉପରେ କି କିଛି ଆଷ୍ଟ୍ରୋନମର ମାନେ ଯେମିତିକି ପ୍ରଫେସର ନଲିକର ହେଲେ
ଯିଏକି ଇଣ୍ଡିଆନ୍ ଆଷ୍ଟ୍ରୋନମିର ଅଛନ୍ତି ଲେଖିଥିଲେ ଏବଂ ଯାହାକୁ ମୁଁ ବି ଚ୍ୟାଲେଞ୍ଜ କରିଥିଲି, ଯେଉଁଟାକି ଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍ର ଏକ୍ସପ୍ରେସ୍ ଷ୍ଟାର ଟେଲର୍ରେ ପବ୍ଲିଶ ହେଇଥିଲା। ମୁଁ ସିଓର ନୁହେଁ, ବୋଧେ ମୋ ୱେବସାଇଟ୍ରେ ଅପଲୋଡ଼ ହେଇଛି ସେଇଟା। ଆପଣ ତ ବହୁତ ଜିନିଷ ପଢ଼ୁନାହାନ୍ତି, ଆଉ ବେସିକାଲି ୟୁଟ୍ୟୁବ୍ରୁ ଶୁଣୁଛନ୍ତି। ଆଉ ଯେତେ ଆଷ୍ଟ୍ରୋଲୋଜର ମାନେ ଅଛନ୍ତି ସେମାନଙ୍କର ବି ଇଂଲିଶ ସାଇଟ୍ ରିସର୍ଚ୍ଚଟା ବହୁତ କମ୍। ଯଦି ନହେଲା ତାହେଲେ ଆପଣ ଜାଣିପାରିବେନି କ'ଣ ଏଟା ହେଉଛି, କାରଣ ଏଟା ତ ଆଉ କେଉଁ ଷ୍ଟେଟ୍ରେ ବେଶୀ ହେଉନି, ଆମ ଓଡ଼ିଶାରେ କାହିଁ ହେଉଛି? କାରଣ ବେସିକ୍ ଆଇଡ଼ିଆ ହେଲା ଆପଣ ମନା କରିପାରିବେନି ଯେ ଜ୍ୟୋତିର୍ବିଜ୍ଞାନ ବା ଜ୍ୟୋତିର୍ବିଦ୍ୟା ନାହିଁ। ଲାଇକ୍ ମୁଁ କହିବି ଫିଜିକ୍ସ ନାହିଁ, ମୁଁ କହିବି ମ୍ୟାଥମେଟିକ୍ସ ନାହିଁ, ସେମିତି ନାହିଁ। ତେଣୁ ସେ ସବଜେକ୍ଟଟା ଆକ୍ସେପ୍ଟ ହେଇଗଲା। ଜ୍ୟୋତିର୍ବିଜ୍ଞାନ ଯେ ସବଜେକ୍ଟ ଆପଣ ପଢ଼ିପାରିବେ, ଜ୍ୟୋତିର୍ବିଦ ହେବେ। ଯେଉଁମାନେ ପାଠ ପଢ଼ିକି ସାର୍ଟିଫିକେଟ୍ ନେଇକି ଜ୍ୟୋତିଷ ବିଦ୍ୟା କରୁଛନ୍ତି ବା ପ୍ରାକ୍ଟିସ୍ କରୁଛନ୍ତି ଲାଇକ୍ ମି, ତାଙ୍କୁ କୌଣସି ଲୋକ କୌଣସି ପ୍ରକାର କ୍ୱେଶ୍ଚିନ୍ କରିପାରିବେ ନାହିଁ। ବାକାଇଦା ପାଠ ପଢ଼ା ହେଇଛି, ପଇସା ଖର୍ଚ୍ଚ କରିକି ଏତେ ଗୁଡ଼ିଏ ବହି ଆପଣଙ୍କ ପଛରେ ଦେଖୁଥିବେ ଏବଂ ଜ୍ୟୋତିର୍ବିଦ୍ୟାଟାକୁ ଆପ୍ରୁଭ୍ କରାହେଇଛି। କିଛି ଯଦି କହିବାର ଅଛି, ଆପଣ UGC ଏଗେନ୍ଷ୍ଟରେ ଗୋଟେ PIL ଫାଇଲ୍ କରନ୍ତୁ, ପବ୍ଲିକ୍ ଇଣ୍ଟରେଷ୍ଟ ଲିଟିଗେସନ୍। ଏଟାକୁ ବନ୍ଦ କରିଦିଆଯାଉ। ମ୍ୟାନେଜମେଣ୍ଟ ଆପ୍ରୁଭ୍ ହେଇଗଲା। ଯେଉଁମାନେ ଯେ କେବଳ IIMରୁ ପଢ଼ିଥିବେ ସେମାନେ ମ୍ୟାନେଜମେଣ୍ଟ ଷ୍ଟୁଡେଣ୍ଟ, ଆଉ ଯେଉଁମାନେ ଟିକେ ଲୋକାଲ୍ ଇନଷ୍ଟିଚ୍ୟୁଟ୍ରେ ପଢ଼ିଥିବେ ସେମାନେ ନୁହେଁ, ସେମିତି ନାହିଁ। ଡିସିପ୍ଲିନଟା ଆକ୍ସେପ୍ଟ ହେଇଗଲା। ତେଣୁ ଆ ଉପରେ ଆଉ କିଛି କୋରି କରିବାର ନାହିଁ। ନା ମୁଁ କହିବି, ନା ଏକ୍ସ କହିବ, ନା ୱାଇ କହିବ। ଇନଫ୍ୟାକ୍ଟ ଗୋଟେ ସିରିୟସ୍ ଟର୍ମ ଦେଖିଲେ ୱି ଆର୍ ଲାଏବଲ୍ ଟୁ ଲ। ଯେମିତି କହିହେବନି, ମୁଁ କହିପାରିବିନି ଗୋଟେ ଜିନିଷଟେ ଯେଉଁଟାକି ଗଭର୍ଣ୍ଣମେଣ୍ଟ ଆପ୍ରୁଭ୍ କରୁଛି ସେଟାକୁ ମୁଁ ଡିନାଏ କରିପାରିବି ନାହିଁ। ତ ଏଟା ହେଲା ଡିସିପ୍ଲିନ୍ ଉପରେ। ଦ୍ୱିତୀୟ ଆସିବା ଯେଉଁମାନେ ପ୍ରାକ୍ଟିସ୍ କରୁଛନ୍ତି। ସାର୍ ଆମେ କେଉଁ ଜ୍ୟୋତିଷ ପାଖକୁ ଯାଇଥିଲୁ, ସେ ଆମକୁ ଠକିଦେଲେ, ସେ ଆମକୁ କିଛି ଚିଟିଂ କରୁଛନ୍ତି। ଏସ୍ ପ୍ରଥମ ଜିନିଷ, ଜ୍ୟୋତିର୍ବିଦ୍ୟା ଯେହେତୁ ଆପ୍ରୁଭ୍ଡ ହେଇଛି, କିଛି ଲୋକ ହୁଏତ ସେମାନେ ସାର୍ଟିଫାଏଡ଼୍ ହେଇନଥିବେ, ସିଷ୍ଟମାଟିକାଲି ପଢ଼ିନଥିବେ, ସେମାନେ ଆଷ୍ଟ୍ରୋଲୋଜି ପ୍ରାକ୍ଟିସ୍ କରୁଥାନ୍ତୁ, କିନ୍ତୁ ସେମାନଙ୍କୁ ଆଷ୍ଟ୍ରୋଲୋଜର ବୋଲି କାଉଣ୍ଟ କରାହେବ ନାହିଁ। ଇଭିନ୍ ଯେଉଁମାନେ କୌଳିକ ବୃତ୍ତିରୁ ବି ଆସୁଛନ୍ତି, ଯେମିତିକି ଆକ୍ରସ୍ ଇଣ୍ଡିଆରେ ବିଭିନ୍ନ ପ୍ଲେସ୍ରେ, ସ୍ପେଶିଆଲି ସାଉଥ୍ରେ ବହୁତ ଭଲ ଆଷ୍ଟ୍ରୋଲୋଜର ହୁଏ, ଯେଉଁଠିକି ବେସିକାଲି ମୋର ଇନଭଲ୍ଭମେଣ୍ଟଟା ରହିଛି। କାରଣ ବିଭି ରମଣଙ୍କ ମ୍ୟାଗାଜିନ୍ ଦି ମଡ଼ର୍ଣ୍ଣ ଆଷ୍ଟ୍ରୋଲୋଜିରେ ମୁଁ ରେଗୁଲାରଲି ଲେଖୁଛି। ବହୁତ ମୋର ଚିହ୍ନା ପରିଚୟ ସର୍କଲ୍ ବି ସେଠି। ପୁଅ ଇଞ୍ଜିନିୟର ହେଲେ ବି ଯଦି ବାପା ଜ୍ୟୋତିଷ ଥିଲେ, ଯେ ଜ୍ୟୋତିଷ ଶିଖୁଛି ଏବଂ ଖୁବ୍ ଭଲ ଜ୍ୟୋତିଷ ବି ପଢ଼ୁଛି। ଯେମିତି ଆମର ଉଦାହରଣ ହେଲେ PVR ନରସିମ୍ହା ରାଓ, ଯିଏକି ଜଗନ୍ନାଥର ଆଷ୍ଟ୍ରୋ ସଫ୍ଟୱେୟାରଟାକୁ ଡିଜାଇନ୍ କରିଛନ୍ତି। ବହୁତ ଭଲ, ଯଦିଓ ଜବ୍ରେ ବି ଅଛନ୍ତି, ବଟ୍ ଭେରି ଗୁଡ୍ ଆଷ୍ଟ୍ରୋଲୋଜର। ତେବେ ଏଠି ମୁଁ କହି ରଖିବାକୁ ଚାହୁଁଛି ଯେ ଯିଏ ନାହିଁ ସେ ବି ଜ୍ୟୋତିଷ ପ୍ରାକ୍ଟିସ୍ କରନ୍ତୁ, ବଟ୍ ସାର୍ଟିଫାଏଡ଼୍ ହେଲେ ବେଟର୍। ସାର୍ଟିଫାଏଡ଼୍ ନହେଲେ ଆପଣ ତାକୁ ରେକଗ୍ନେସନ୍ଟା ମିଳିବନି। ସେ ଗୋଟେ କେଉଁଠୁ କିଛି ଗୋଟେ ସର୍ଟ ଟର୍ମ କୋର୍ସ ହେଉ କିମ୍ବା 1 year କୋର୍ସ ହେଉ, ପାଠ ପଢ଼ିଥିବା ଦରକାର। ପାଠ ନ ପଢ଼ିଲେ ଜ୍ୟୋତିଷଟା ହେବନି। ତେଣୁ ହାଇଲି କ୍ୱାଲିଫାଏଡ଼୍ ପିପୁଲ୍ ଜ୍ୟୋତିଷଟାକୁ ପଢ଼ିପାରିବେ। କିଛି ଲୋକ ନ ପଢ଼ିକି ମିଛରେ ଜ୍ୟୋତିର୍ବିଦ ଯେଉଁ କୁହନ୍ତି, ଆମେ ଜ୍ୟୋତିର୍ବିଦ ଦିସ୍, ଜ୍ୟୋତିର୍ବିଦ ଦ୍ୟାଟ୍, ନୋ, ଆପଣଙ୍କୁ ପଢ଼ିବାକୁ ପଡ଼ିବ। ବାକାଇଦା ମାନେ ବିକଜ ଆଷ୍ଟ୍ରୋନମିଟାକୁ ଭଲକି ପଢ଼ିବାକୁ ପଡ଼ିବ, ପ୍ରେଡିକ୍ଟିଭ୍ ଆଷ୍ଟ୍ରୋଲୋଜିଟାକୁ ପଢ଼ିବାକୁ ପଡ଼ିବ। ଅନଫର୍ଚୁନେଟଲି ତ ଆମର ଓଡ଼ିଶାରେ ବହୁତ କମ୍ ବହି ଟ୍ରାନ୍ସଲେଟ୍ ହେଇଛି, ତଥାପି ସେଗୁଡ଼ା ବି ପଢ଼ୁନାହାନ୍ତି ବହୁତ ଲୋକ। ତେବେ ପ୍ରାକ୍ଟିସ୍ କରିକି ଯିଏ ଜ୍ୟୋତିଷ ସାର୍ଟିଫିକେସନ୍ ନେଇ ପ୍ରାକ୍ଟିସ୍ କରୁଛନ୍ତି, ଠକିବାର ଅର୍ଥ ଏଠି କ'ଣ? ପ୍ରଥମ ଜିନିଷ ହେଲା, ଯେକୌଣସି ଜ୍ୟୋତିଷ ଗୋଟେ ଜାତକଟାକୁ ଖୁବ୍ ଭଲ ଭାବରେ ପଢ଼ିପାରୁଥିବା ଉଚିତ। ଆପଣଙ୍କର ବିବାହ ହେଉନି, କ'ଣ ପାଇଁ ହେଉନି? ବିବାହ ଘର ଯେଉଁଟା ସପ୍ତମ ଘର ଅଛି, ବିବାହ ଅଧିପତି ତାର କିଏ ଅଛି ଏବଂ କାରକ ଶୁକ୍ର କି ଚନ୍ଦ୍ର ହେଲେ ସେମାନଙ୍କର ସ୍ଥିତି ଆପଣଙ୍କର ଲଗ୍ନ ଚାର୍ଟରେ କ'ଣ, ନବାଂଶ ଚାର୍ଟରେ କ'ଣ, ବିବାହରେ ତ ନବାଂଶ ଦେଖିବାକୁ ପଡ଼ିବ କ'ଣ ଅଛି, ସେଇଟା ସେ ଭଲକି ରିଡ୍ କରିପାରୁଥିବାର ଅଛି। ଅର୍ଥାତ୍ ଗୋଟେ ଡକ୍ଟର ପ୍ରଥମେ ରୋଗଟାକୁ ଜାଣିପାରୁଥିବାର ଅଛି। ସେଇଟା ହେଲେ ସେ ହେଲା ଆଷ୍ଟ୍ରୋଲୋଜର। ଉପାୟଚାରୀ ନୁହନ୍ତି। ମୁଁ ମାଉଥ ରିପିଟ୍ କରି କହୁଛି, ଖାଲି ଉପାୟ ବା ରିମେଡ଼ି କହିଦେଲେ ସେଇଟା ଜ୍ୟୋତିଷ ନୁହେଁ। ଗୋଟେ ପିଲା ତା ଲାଇଫରେ କ'ଣ କରିବ କ'ଣ ନାହିଁ, ସେଇଟା ତାର ପୂର୍ବଜନ୍ମର ଯେଉଁ କର୍ମ କରିଛି ତାର ଏ ଜନ୍ମଟା ହେଲା ଭାଗ୍ୟ। ତେଣୁ ସେଇ କାର୍ମିକ ପାଥଟା ପଢ଼ିବା ପାଇଁ ଗ୍ରହମାନେ ଗୋଟେ ଇଣ୍ଡିକେଟ୍ କରନ୍ତି। ବୃହସ୍ପତି ନିଶ୍ଚ, ଅର୍ଥାତ୍ ବିଲକୁଲ ପାଠଶାଠ ପଢ଼ିନି ସେ ପିଲାଟା, ବ୍ରାହ୍ମଣମାନଙ୍କୁ ହଇରାଣ କରିଛି, ଗୁରୁଜନମାନଙ୍କୁ ହଇରାଣ କରିଛି। ଯାହା ଶାସ୍ତ୍ରରେ ଲେଖା ହେଇଛି, ବୃହତ୍ ପରାଶର ଓଳାଶାସ୍ତ୍ର ରେଫରେନ୍ସ ମୁଁ ଦେଉଛି, ଆପଣମାନେ ପଢ଼ିପାରନ୍ତି। ବୃହତ୍ ପରାଶର ଓଳାଶାସ୍ତ୍ର ଇଂଲିଶରେ ଟ୍ରାନ୍ସଲେସନ୍ ପ୍ରାୟ 3ଟା ବର୍ଷନ ଏବେ ମିଳୁଛି, ହିନ୍ଦୀର ପ୍ରାୟ 2-3ଟା ମିଳୁଛି, ଆପଣ ପଢ଼ିପାରନ୍ତି। ମୋ କଥାରେ କିଛି ମୂର୍ଖ ଭାବରେ ବିଶ୍ୱାସ କରିବା ଉଚିତ ନାହିଁ।
डिसिप्लिनटा अप्रूव हो गला बही मार्केट रे अवेलेबल अच्छे आप निजे पढ़ो काइंडली विभिन्न यूट्यूब वीडियो को जानतुनि कहीं डॉक्टर्स डिफर तेणु ज्योतिष मैंने भी भेरी करवाटा ऑब्वियस किसी बड़ कथा ना निजे आगे पढ़ंतु किसी मुझे ये आश्वासन दूसरी ज्योतिषटा सेमती किसी एत भी कष्ट नुहे जे आप बेसिकटा जानीपारे हाँ प्रैक्टिस करने बहुत कष्ट आ गोटे कथा कह भूलीगली जो सुप्रीम कोर्ट में अप्रूव होता ज्योतिषटा सेटा जेहेतु गोटे फास्ट टाइम ओडिया वीडियो करूँ तो टिके अनऑर्गेनाइज रही मत लगुच धीरे धीरे मुझे इम्प्रूव भी करदेवी से गोटे बही बाहरी ज्योतिष दि सुपर साइंस मुझे रिपीट करुचे से बही नाटा है ज्योतिष दि सुपर साइंस आपण मैंने आमाजन पाइपर को एविडेंस गुड़ा प्रोड्यूस होता से सुप्रीम कोर्ट से लिखाई अच्छी तो इट इज ओपन टू पब्लिक टिल देन आम ओडिशार लोक आने एत पंडित से मीडिया फोरम को आनिक हाइलाइट कर आगुरी भी कही रखुच्छे जेहतु मोर इनफेरियोरिटी कम्प्लेक्स अच्छी टुवर्ड्स माने गोटे ओडिया कहबार विशेष माने हेतिक फ्लुएंसी ना तो मुझे चैलेंज किसी आवश्यकता भी ना आम दी जन सिमिलार फिल्ड लोक मान बस डिबेट करवा कथा गोटे लोकर गोटे फिल्ड रे नॉलेज अच्छी आ गोटे फिल्ड आ गोटे फिल्ड नॉलेज अच्छी से माने गोटे फिल्ड उपर डिबेट करवाटा टिके प्रकार मत ठीक लगुनि फिजिक्स लोक फिजिक्स उपर कह हाँ से जहाँ भी हो तो ठकी देवाटा कौन आपणकर हॉरोस्कोप जदि किए भूल पढ़ुंट बृहस्पति पंचम अच्छी तो आपणकर संतान भल हबार संभावना कारण पंचम अधिक बृहस्पति मनकर भावी नि पंचम अधिपति भी आपण तो से आपणकर भल संभावना रही किंतु बृहस्पति जेहतु सरबल ना एत पावर ना ता दशा समय से भल रिजल्ट दे पारनि तेणु जहाँ भी आम लिखाई जदिओ बल कही रखा चाहूँगी रत्न पत्थर गुड़ा आमर एस्ट्रोलॉजिकल क्लासिक्स बिल्कुल एत मेंशन कराए मुझे रिसर्च पेपर भी लिखी जोटा कि वेबसाइट पाई तो सीटा आप डाउनलोड कर देखिए जो गोटे दीटा बही में गोटे दीटा श्लोक अच्छे जोटा कि रत्नपत्र विषय कहूँ ज्योतिष बही मुझे कहूँ पुराण आ इवन अन्य जोटा आम एंसिलरी वैदिक टेक्स्ट कहुए पोस्ट वैदिक लिटरेचर भी कहुए सेगुड़ा मुझे रेफर करूनी को अग्निपुराण में को लिखाई जदि कौन गौड़ पुराण लिखाई मुझे रेफर करूनी ज्योतिष पर आप कह पड़ो जोटा पढ़ा हो यूनिवर्सिटी बृहत पराशर होराशास्त्र है बृहत जातक भाई बराहमीर है सड़ाबड़ी भाई कल्याण वर्मा है जातक पारिजात भाई भेंकटस है जो केतटा क्लासिक्स ज्योतिषर आमर संस्कृत यूनिवर्सिटी अंडर अप्रूव होकर अच्छी आपड़ से गुड़ा आगे देखा पड़ो से फलदीपिका और जातक पारिजात लिखाई मोटे दीटा श्लोक तापर कि एत बड़े इंडस्ट्री चलुची से जहाँ भी होना लिखाई से सूर्यंकर रूबी हाँ टोपाज देवे आप से अन्य पथर तेणु जी भी ज्योतिष प्रैक्टिस कर देवे असुविधा कौन अच्छे बर्तमान से जब आप पोखरा जगह कहीकि गोटे अन्य किसी पथर देदेले से गोटे प्रकार चिटिंग जदि से आप चार्ट रे एक्चुअली बृहस्पति पंचम ना कि बृहस्पति दुर्बल ना स्ट्रंग अच्छे सी आपको जेमस्टोन देखते दैट इज वन काइंड ऑफ चिटिंग आउ किसी एमती जोग भी चले जोटा कि गोटे किसी लोक आगुरी जो किसी स्पूफ एक्चुअली थे जोटा कि मुझे मानुचे भी जो मैंने केमती किसी गोटे मिछ सत कहीकि किसी गोटे लोक ये करदे तो सहीटा जब कहते हैं सब बड़ ठकानी आपड़ सेमती कहे गोटे ये दोष अच्छी से दोष अच्छी से गुड़ा एक्चुअली ना जब जातक देन दैट इज ऑल्सो वन काइंड ऑफ चिटिंग तो जदि एमती कौन से ज्योतिष करूना आप जातक गले से कहले आज्ञा आप जिन हो कारण आपंकर ग्रह स्थिति गुड़ा ये अच्छी आप कहले हाँ सर तापर से जहाँ तार उपयुक्त रिमेडी उपचार आमको कहुए से आपको कहले आपड़ कले तापर आप रिजल्ट मिला सर मत एक्सपेक्टेड रिजल्ट मिलला ना एटी एक्चुअली ज्योतिष मान रोल आसे कहवा कथा जे कौन गोटे रिमेडी गोटे फुल प्रूफ नुहे आपड़ को कर्म भूल कर कर्मटा को रेक्टिफाई करूँ जमी मुझे कहली आप बृहस्पति नीच मान कौन मंगल जदि बकरी अच्छे से कौन आपको इंडिकेट करुच्ची कार्मिक पाथटा को भल कि जानतु सहीटा आप जानीगले रेक्टिफिकेशन करवाटा इजी हम सब एस्ट्रोलॉजर सेमती भी रेकमेंड करवा कथा कौन से ज्योतिष आपको केवे भी कहबेनि जे भाग्य बदल दो कहीं केवे कहबेनि जदि किए कहते आप निश्चित एक्शन नियंतु भाग्य आपंकर पूर्वजन्मर कर्मर ए समय केत परसेंट गोटे सहीटा को गोटे ज्योतिष पढ़ी कहवा कथा देखो आपंकर एआई जिन भोगार अच्छे
ଆପଣ କର୍ମଟାକୁ ଇମ୍ପ୍ରୁଭ୍ କରନ୍ତୁ, ହୁଏତ ନେକ୍ସଟ ଲାଇଫ୍ରେ ଆପଣଙ୍କ ଲାଇଫଟା ଇମ୍ପ୍ରୁଭ୍ କରିଯାଇପାରେ। ପୂର୍ବଜନ୍ମକୁ ଆପଣମାନେ ଯଦି ନ ମାନୁଛନ୍ତି ତାହେଲେ ଜ୍ୟୋତିଷ ଫଲ୍ସ, ଏଭ୍ରିଥିଙ୍ଗ ଇଜ୍ ଫଲ୍ସ ଇନକ୍ଲୁଡିଂ ଦି ଭଗବତ ଗୀତା। ତ ଆମର ମୁକ୍ତି ପୂର୍ବଜନ୍ମ କନସେପ୍ଟ ନେଇକି ଜିନିଷ ଗୁଡ଼ା ଚାଲିଛି। ତ ସେ ଯାହା ବି ହଉନା କାହିଁକି, ତ ସେଇ ଜିନିଷଟା ସେ ଆକ୍ଚୁଆଲି ଆଜ୍ ପର୍ ଦି ଟେକ୍ସଟ, ଆଜ୍ ପର୍ ଦି ପାଠ ଯାହା ସେ ପଢ଼ିଛନ୍ତି, ସେ ଅନୁସାରେ ରେକମେଣ୍ଡ କଲେ। ଏଥିରେ ଠକାମି ହେଲା କେଉଁଠି? ରେଜଲ୍ଟ ଆପଣ କହିଲେ ନାଇଁ ସାର୍ ମୋର ଏତେ ରେଜଲ୍ଟ ହେଲାନି, ଠିକ୍ ଅଛି, ବଟ୍ ସେଇଟା ତ ତାର ଓନ୍ଲି ରୁଲ୍, ତା ଛଡ଼ା ଆଉ କିଛି ରୁଲ୍ ନାହିଁ। ଆପଣଙ୍କର ଯଦି ଗୋଟେ ଗ୍ରହର ପାୱାର ନାହିଁ ତାକୁ ଏମ୍ପାୱାର କରିବା ପାଇଁ ଆପଣ ଗୋଟେ ରତ୍ନ ପିନ୍ଧିବେ, ଯେଉଁ ରତ୍ନ କି ବହିରେ ପ୍ରେସ୍କ୍ରାଇବ୍ ହେଇଛି। ଶିବ ଯଦିଓ ରତ୍ନ ଗୁଡ଼ା ବେସିକାଲି ଆମର ମୋଗଲ ଇନଭାଜନ ପରେ ଆସିଛି, ମୁଁ ତାପରେ ବି ଆହୁରି ଭିଡ଼ିଓ କରି ଧୀରେ ଧୀରେ କହିବି, ଜଣାଇବି ଆପଣମାନଙ୍କୁ ଯେ ରିସର୍ଚ୍ଚ କରିକି ଆକ୍ଚୁଆଲି ଆଷ୍ଟ୍ରୋଲୋଜି ଉପରେ ଗୋଟେ କଥା କହିବାକୁ ମୋତେ ଭାରି ଭଲ ଲାଗେ। ଇନଷ୍ଟେଡ୍ କି କାହାଠୁ ଶୁଣିକି, ଗୁରୁ ଶିଷ୍ୟ ପରମ୍ପରା ବି ବିଶେଷ ନାହିଁ ଆଜିକା ଡେଟ୍ରେ, ଯଦିଓ ଆଗରୁ ଯେଉଁ ପରମ୍ପରା ଥିଲା ମୁଁ ତାପରେ ନମସ୍କାର କରୁଛି, ନତମସ୍ତକ ମୁଁ ସେଠି, କିନ୍ତୁ ଏବେ ଆଉ ଏତେ ନାହିଁ। ତେଣୁ ଆପଣମାନେ ପଢ଼ିବେ, ରିସର୍ଚ୍ଚ କରିବେ, ଲେଖିବେ ଯେକୌଣସି ଜ୍ୟୋତିଷ କୁ ଆପଣ ବି କିଛି କହିପାରିବେ ଠିକ୍ ଉପରେ, ବଟ୍ କିଛି ନ ଜାଣି ଗୋଟେ କନକ୍ଲୁଜନରେ ପହଞ୍ଚନ୍ତୁ ନାହିଁ। ତ ଠକାମି ସେ ପର୍ଯ୍ୟନ୍ତ ହେବନି ଯେପର୍ଯ୍ୟନ୍ତ ଆପଣଙ୍କ ହରୋସ୍କୋପଟା ଠିକ୍ ପଢ଼ା ହେଉଛି, କୌଣସି ପ୍ରକାର ଭୁଲ ପ୍ରେଡ଼ିକ୍ସନ୍ ହେଉନାହିଁ ଏବଂ କିଛି ଭୁଲ ରିମେଡ଼ି ଦିଆଯାଉ ନାହିଁ। ଦୁଇଟା ପ୍ରକାର ଠକାମିଟି ହେଲା ଆପଣଙ୍କର। ଗୋଟେ ହେଲା ଯଦି ଗୋଟେ ଆଷ୍ଟ୍ରୋଲୋଜର ଆପଣଙ୍କର ହରୋସ୍କୋପ୍ ଠିକ୍ରେ ପଢ଼ିପାରିଲା ନାହିଁ, ନମ୍ବର 1। ନମ୍ବର 2 ହେଲା ସିଏ ଆପଣଙ୍କୁ ଉପଚାର ତାର ମନରୁ ମନ ଗୋଟେ କ'ଣ କାଢ଼ିକି ଦେଲା, ଯେଉଁଟାକି କାହାକୁ ସାଇଟେସନ୍ ନାହିଁ, ଯେ ଆପଣ ଯାଆନ୍ତୁ ସମୁଖ ଲୋକକୁ ଏଠି ଗୋଟେ ପୂଜା କରନ୍ତୁ, ସେଠି ବଳି କରନ୍ତୁ, ଏ ନ ଏଭ୍ରିଥିଙ୍ଗ ସୁଡ୍ ବି ଆକର୍ଡିଂ ଟୁ ଦ ଟେକ୍ସଟ। ଯଦି ସେ କରୁଛନ୍ତି ତାହେଲେ ସେ ଜ୍ୟୋତିଷ ନୁହନ୍ତି। ଆଉ ଆପଣଙ୍କର ରେଜଲ୍ଟ ସେତେବେଳେ ଆସିବ ଯେତେବେଳେ ଆପଣଙ୍କର ରେସ୍ପେକ୍ଟିଭ ପ୍ଲାନେଟର ଦଶା ଆସିବ। ଯେପର୍ଯ୍ୟନ୍ତ ଦଶା ଆଉ ଗୋଚର ସାଥ ଦେଇନାହାନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କର କୌଣସି ରେଜଲ୍ଟ ଆସିବ ନାହିଁ। ମୁଁ ଆଶା କରୁଛି ଏଥିରେ ଟିକେ ମୋର ଓଡ଼ିଆ ଭୁଲଭାଲ ରହୁଛି ଏବଂ କଣ୍ଟେଣ୍ଟ ଗୁଡ଼ାକ ଟିକେ ମିଶି ଯାଉଛି। ମୁଁ ପରେ ଧୀରେ ଧୀରେ ତାକୁ ଅଲଗା ଅଲଗା କରି ଗୋଟେ ଗୋଟେ କରିବି। ଆକ୍ଚୁଆଲି ମୁଁ ଭାବିପାରୁନଥିଲି ଯେ ମୁଁ ଏମିତି କହିପାରିବି ଗୋଟେ କ୍ୟାମେରା ଫ୍ରଣ୍ଟରେ, ବଟ୍ ଟିକେ ଏପଟ ସେପଟ ହେଉଛି, ତ ମୋତେ କ୍ଷମା କରିଦେବେ ଆପଣମାନେ। ଏବଂ ତ ସେଇଟା ଠକାମିରେ ଗଲାନି। ବିସାଇଡ୍ସ କୌଣସି ଜ୍ୟୋତିଷ ଆପଣମାନଙ୍କୁ ଡାକୁନାହାନ୍ତି, ଆପଣ ଘରକୁ ଯାଆନ୍ତୁ। ତ କିଛି ଯେଉଁ ରିମର୍ସ ରହିଛି ତାପରେ ବୋଧେ ପରେ ଗୋଟେ ମୁଁ ଭିଡ଼ିଓ ଆହୁରି ଏଲାବୋରେଟଲି କରିବି, ବଟ୍ ବିଶେଷ କହିବାକୁ ଚାହୁଁଛି ଯେ ସେମିତି କାହାକୁ କିଛି ବ୍ଲେମ୍ କରନ୍ତୁନି। ପ୍ରଥମେ ଫ୍ୟାକ୍ଟସଟା ଜାଣନ୍ତୁ ଯେ ଆଷ୍ଟ୍ରୋଲୋଜି ଏଇଆ। କୌଣସି ଜ୍ୟୋତିଷ ଆପଣଙ୍କୁ ମିଛ ଆଶ୍ୱାସନା ଦେଇଛନ୍ତି ଯେ ଆପଣ ଏ ପଥର ପିନ୍ଧନ୍ତୁ ସବୁ ଠିକ୍ ହେଇଯିବ, ଦ୍ୟାଟ୍ ଇଜ୍ ଅଲସୋ ରଙ୍ଗ। ଆପଣଙ୍କର ସବୁ ଆଷ୍ଟ୍ରୋଲୋଜର କହିବା କଥା ଯେ ଠିକ୍ ଅଛି, ଏଇଆ ହେଲା କର୍ମ, ଏଇ କର୍ମ ଆପଣ ରେକ୍ଟିଫାଏ କରନ୍ତୁ। ଚନ୍ଦ୍ର ଆପଣଙ୍କର ନିଚରେ ଅଛି, ଆପଣ ମାଆଙ୍କୁ ଭଲ ବ୍ୟବହାର କରନ୍ତୁ, ମାଆ ଭଳିଆ ଲୋକମାନଙ୍କୁ ବ୍ୟବହାର କରନ୍ତୁ, ବୃଦ୍ଧାଶ୍ରମକୁ ଯାଆନ୍ତୁ, କରନ୍ତୁ। ଇଟ୍ ଇଜ୍ ରିଟେନ୍ ଇନ୍ ବୁକ୍ସ, ବହିଗୁଡ଼ା ଲେଖା ହେଇଛି। ଆଉ ଗୋଟେ ପାଉଛନ୍ତି ଯଦି ଚନ୍ଦ୍ର ନିଚ ନାହିଁ, ଅଫକୋର୍ସ ନିଚ ପ୍ଲାନେଟର ଜେମ୍ଷ୍ଟୋନ୍ ଦିଆଯାଏ ନା, ଜେମ୍ଷ୍ଟୋନ୍ ଆପଣ ଦେବେ ତାହେଲେ ତାର ସେଇଟା କ'ଣ ହେବ। ଯଦିଓ ମୁଁ ଆପଣଙ୍କୁ କହି ରଖୁଛି ଯେ ମୋର ବହି ରୁଦ୍ରାକ୍ଷ ଉପରେ ଯେଉଁଟା ମୁଁ ଲେଖିଛି ସେଇଟା ମୋତିଲାଲ ବନାରସୀ ଦାସ, ଓଲ୍ଡେଷ୍ଟ ଆଣ୍ଡ ଲିଡ଼ିଂ ପବ୍ଲିସର ଅଫ୍ ଇଣ୍ଡିଆ, ଯାହାର ବହି ମୋ ପଛପଟେ ଆପଣ ଦେଖିପାରୁଥିବେ, ପବ୍ଲିଶ କରିବ। ଜେମ୍ଷ୍ଟୋନ୍ ଉପରେ ଯଦିଓ ମୋର ବିଶେଷ ରିସର୍ଚ୍ଚ ନାହିଁ, ଟିଲ୍ ଦେନ୍ ମୁଁ ପେପର ଲେଖିଛି ତା ଉପରେ, ଆଟଲିଷ୍ଟ ବେଟର ଫର୍ ଦି କରେଣ୍ଟ ଷ୍ଟେଟ୍ ଅଫ୍ ଓଡ଼ିଶାରେ ମୁଁ ଯାହା ରିସର୍ଚ୍ଚ କରିପାରୁଛି। ତ ସେ ଯାହା ବି ହଉ, ଏଇଟା ଯେଉଁ ଜିନିଷଟା ହେଉଛି ଆପଣମାନେ ସବୁ ଜାଣି ରଖିଥାନ୍ତୁ। ଜ୍ୟୋତିଷ ବିଦ୍ୟାଟା ଯାହା ଲେଖା ହେଇଛି ତାକୁ ଯଦି ଆଧାର କରିକି କୌଣସି ଲୋକ ପ୍ରାକ୍ଟିସ୍ କରୁଛି ସାର୍ଟିଫାଏଡ଼୍ ହେଇକି, ତାହେଲେ ଇଟ୍ ଇଜ୍ ଗୁଡ୍। ଭଲ ଭଲ ଇନଷ୍ଟିଚ୍ୟୁଟ୍ ଅଛି, ମୁଁ କାହାକୁ ଏଠି ପ୍ରମୋଟ୍ କରୁନି, ବଟ୍ ଆମର ଇଣ୍ଡିଆନ୍ କାଉନସିଲ୍ ଅଫ୍ ପାଥୋଲୋଜିକାଲ ସାଇନ୍ସ ଅଛି ଆଇକାସ୍, ଯାହାର ମୁଁ ମେମ୍ବର, କିନ୍ତୁ ମୁଁ ପ୍ରମୋଟ୍ କରୁନି ବିକଜ୍ ଦିସ୍ ଇଜ୍ ଦ ଓଲ୍ଡେଷ୍ଟ ଇନଷ୍ଟିଚ୍ୟୁଟ୍। ଆଇକାସ୍ ଗୋଟେ ଓଲ୍ଡେଷ୍ଟ ଇନଷ୍ଟିଚ୍ୟୁଟ୍। ଇଷ୍ଟର୍ନ ଇଣ୍ଡିଆରେ ଗୋଟେ ଇନଷ୍ଟିଚ୍ୟୁଟ୍ ଖୋଲା ହେଇଥିଲା, ବିଶ୍ୱ ଜ୍ୟୋତିଷ ବିଦ୍ୟାପୀଠ। ସେ କେବେ ଖୋଲା ହେଇଥିଲା ଜାଣିନି, ବଟ୍ ତାର ପାୱାରିଂ ଇନଷ୍ଟିଚ୍ୟୁସନ୍ଟା ଆରମ୍ଭରୁ ଯେଉଁଟା ଇନଷ୍ଟିଚ୍ୟୁଟ୍ ଅଫ୍ ଓରିଏଣ୍ଟାଲ ହେରିଟେଜ୍ ଖୋଲା ହେଇଥିଲା ସେଇଟା 1975ର। ତ ବିଶ୍ୱ ଜ୍ୟୋତିଷ ବିଦ୍ୟାପୀଠ ପ୍ରାୟ ଭାବି ନିଅନ୍ତୁ 85 କେମିତି ହେଇଥିବ। ସେଗୁଡ଼ା ସବୁ ଲିଡ଼ିଂ ଇନଷ୍ଟିଚ୍ୟୁଟ୍ ଥିଲା ୟୁଜିସିର ଆପ୍ରୁଭ୍ ପୂର୍ବରୁ। ତ ଯେଉଁମାନେ ଏଠୁ ପଢ଼ିଛନ୍ତି, ପଢ଼ିକି ଜ୍ୟୋତିଷ ପ୍ରାକ୍ଟିସ୍ କରୁଛନ୍ତି, ସେମାନଙ୍କର ଫୁଲ୍ ଅଥରିଟି ଅଛି, ସେମାନେ କରିପାରିବେ। ହଁ, ସବୁ ଜ୍ୟୋତିଷ ସମାନ ନୁହେଁ। ଆଉ ଏଠି ଲାଗିଲା ପ୍ରଫିଟ୍ ବିଷୟରେ। ଆପଣଙ୍କର ଯଦି କିଏ ଗୋଟେ ଜାତକ ଦେଖିକି, ମୁଁ ମନେକର ଗୋଟେ ପ୍ରତି 3-4 ମାସରେ ଥରେ ନ୍ୟାସନାଲ୍ ଲେଭେଲରେ ଯାଇ କନଫରେନ୍ସ ଆଟେଣ୍ଡ କରୁଛି, ଆଣ୍ଡ ମୋର 30-40 ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏମିତି ମୋର ସେଭିଙ୍ଗସ୍ ବି ସବୁ ଗଲାଣି। ତ ମୁଁ ଆଟେଣ୍ଡ କରୁଛି କ'ଣ ପାଇଁ? କିଛି ଅଧିକ ଜାଣିବା ପାଇଁ, ନିଜର ଗୋଟେ ପ୍ରେଜେଣ୍ଟ କରିବା ପାଇଁ, ଓଡ଼ିଶାଟାକୁ ରିପ୍ରେଜେଣ୍ଟ କରିବା ପାଇଁ ନ୍ୟାସନାଲ୍ ଲେଭେଲରେ। ତ ହ୍ୱେର୍ ଫ୍ରମ୍ ଆଇ ଗେଟ୍ ଦି ମନି? ଯେଉଁମାନେ ମୋ ଜାତକ ଦେଖିବାକୁ ଆସିଲେ ତାଙ୍କଠାରୁ ମୁଁ ପଇସା ପାଇବି ତ ମୁଁ ଯଦି ଗୋଟେ ସେଠି ରତ୍ନପତ୍ରଟେ ଯାହା ଦାମ 10,000, ସେଟାକୁ ଯଦି ମୁଁ 15,000 ଟଙ୍କାରେ ବିକୁଛି, ତ 5,000 ଟଙ୍କା ମୋ ପ୍ରଫିଟ୍ କହିବେ ନା ଠକାମି କହିବେ?
प्रॉफिट बिल कहबे जे लोकटा तार ऑफिस करिछि घर करिछि 5000 टका पाइले से पुणी से खर्च गुड़ा मेंटेन कर तो କିନ୍ତୁ ଯଦି ପାନା ପତ୍ର ଜାଗାରେ ଆପଣଙ୍କୁ ଗୋଟେ ପେରିଡଟ୍ ପତ୍ର ଯେଉଁଟାକି ପାନାର ଉପରତ୍ନ ବୋଲି କୁହାଯାଏ ଦେଇ ଦେଉଛନ୍ତି ସେଇଟା ଠକାମି। ଏଭଳିଆ ଯେଉଁ ଲୋକ କରୁଛନ୍ତି ଆପଣ କିମ୍ବା ଆପଣଙ୍କର ଜାତକରେ ଗୋଟେ କିଛି ନଥିବ ସେ ସର୍ପ ଦୋଷ ଅଛି ସେ କାଳ ସର୍ପ ପରେ କେବେ କହିବି ଆଉ ସେ ଅମୁକ ଏଇ ଦୋଷ ଅଛି ଯେଉଁଟା ଆକ୍ଚୁଆଲି ନଥିବ ଆପଣମାନେ ସେଟା ଜାଣିପାରିବେନି ବଟ୍ ଟିଲ୍ ଦେନ୍ ଯଦି ପ୍ରେଡିକ୍ସନ୍ ଗୁଡ଼ା ବେସିକାଲି ଭୁଲଭାଲ ହେଉଛି ତାହେଲେ ଆଷ୍ଟ୍ରୋଲୋଜିର ଗୋଟେ ବିଶେଷ ମର୍ଯ୍ୟାଦା ନଷ୍ଟ ବି ହେଉଛି। ତ ପ୍ରେଡିକ୍ସନ୍ ଲେବୁଲ୍ରେ ଯିଏ ଗୋଟେ ଭୁଲ କରୁଛି କିମ୍ବା ଏମିତି ରତ୍ନପତ୍ର କି ରୁଦ୍ରାକ୍ଷ ବିକିବାରେ ଭୁଲଭାଲ କରୁଛନ୍ତି ସେଇଟାକୁ ଚିଟିଂ କୁହାଯିବ ନା କି କେଉଁ ଜ୍ୟୋତିଷ ଗୋଟେ 10,000 ଟଙ୍କାର ପଥରଟାକୁ 15,000 ଟଙ୍କାରେ ବିକିବାଟା। ତେବେ ବହୁତ ଗୁଡ଼ିଏ କଥା କହିଗଲି ଗୋଟେ ଗୋଟେ ପଏଣ୍ଟ ୱାଇଜ୍ ତାକୁ ୱାଇଣ୍ଡ ଅପ୍ କରିଦେଉଛି। ପ୍ରଥମ ଜିନିଷ ହେଲା ଜ୍ୟୋତିଷଟା ଆପ୍ରୁଭ୍ ହେଇଛି ୟୁଜିସିରେ କୌଣସି ସାମ ଦାମ ହରି ଏଟାକୁ ମନା କରିପାରିବେ ନାହିଁ ଇନକ୍ଲୁଡ଼ିଂ ମି। ତେଣୁ ଯେକୌଣସି ଲୋକ ଗୋଟେ ଯେକୌଣସି ସାର୍ଟିଫିକେଟ୍ ନେଇକି ଯେକୌଣସି ଇନଷ୍ଟିଚ୍ୟୁଟ୍ ଜ୍ୟୋତିଷ ପ୍ରାକ୍ଟିସ୍ କରିବାର ଫୁଲ୍ ଅଧିକାର ରହିଛି ନମ୍ବର 1। ନମ୍ବର 2 ଜାତକରେ ଯଦି ଆପଣଙ୍କୁ କିଏ ଠକାମି ବୋଲି କହୁଛନ୍ତି ତାହେଲେ ସେଇଟା ରିଡ଼ିଂ ଉପରେ ଜାତକ ହରସ୍କୋପ୍ଟାକୁ ଯେ ରିଡ୍ କରିପାରୁଛି ସେ ହେଲା ଜ୍ୟୋତିଷ। ଖାଲି ଆପଣଙ୍କର ବାହାଘର ହେଉନି ଏଇଟା କରିଦିଅନ୍ତୁ ହେଇଯିବ ସେଇଟା କରିଦିଅନ୍ତୁ ହେଇଯିବ ଏଗୁଡ଼ା ସବୁ ଜ୍ୟୋତିଷ ନୁହେଁ। ସେ ମେ ବି ତାନ୍ତ୍ରିକ ମାନ୍ତ୍ରିକ ସମଥିଙ୍ଗ ଏଲ୍ସ କିନ୍ତୁ ଜ୍ୟୋତିଷ ବିଲକୁଲ ନୁହେଁ। 21 ମିନିଟ୍ ହେଲାଣି ମୁଁ 30 ମିନିଟ୍ରେ ଭିଡ଼ିଓ ବନ୍ଦ କରିଦେବି। ନର୍ମାଲି ମୋ ଭିଡ଼ିଓ ଗୁଡ଼ା ହାଫ୍ ଆନ୍ ଆୱାର ହାଇ କ୍ୱାଲିଟି ଭିଡ଼ିଓ ଆପଣମାନେ ତାକୁ ଦେଖିପାରନ୍ତି। ମୋତେ ଲାଗୁଛି ଓଡ଼ିଆରେ ଆଟଲିଷ୍ଟ ଲୋକ ଦେଖିବେ କ'ଣ ସାର୍ ଆପଣଙ୍କର ଇଂଲିଶଟା ବହୁତ ଷ୍ଟ୍ରଙ୍ଗ ହେଇଯାଉଛି ଆମେ ବୁଝିପାରୁନୁ। ତେଣୁ ସେଇଥିଲାଗି ମୁଁ ଓଡ଼ିଆରେ କହୁଛି ଆଶା କରୁଛି ଓଡ଼ିଆ ଠିକ୍ ଠାକ୍ ଥିବ ମୋର ଲୋକ ବୁଝିଲା ଭଳିଆ ତେବେ ସେ ଯାହା ବି ହଉ ନା କାହିଁକି ତ ସେଇଟା ଯେ ଗୋଟେ ଲୋକ ଯଦି ଜେମ୍ଷ୍ଟୋନ୍ ଠିକ୍ ରେକମେଣ୍ଡ କରୁଛି ହରସ୍କୋପ୍ ଠିକ୍ ପଢ଼ୁଛି ଯେକୌଣସି ଆଷ୍ଟ୍ରୋଲୋଜର ତାଙ୍କୁ ଆପଣ କୌଣସି ମତେ ଆକ୍ୟୁଜ୍ କରିପାରିବେ ନାହିଁ। ଯେକୌଣସି ଆଷ୍ଟ୍ରୋଲୋଜର ଏଟା କରୁନାହାନ୍ତି ଆପଣ ପର୍ସନାଲି ତାଙ୍କ ଏଗେନଷ୍ଟରେ ଆକ୍ସନ୍ ନିଅନ୍ତୁ ସେଥିରେ କିଛି ଅସୁବିଧା ନାହିଁ। କି ଆପଣ ମିଛ ଆଶ୍ୱାସନା ଦେଉଛନ୍ତି ଯେ ଆପଣ ଏଇ ଜିନିଷଟା କରନ୍ତୁ କଲେ ଆପଣଙ୍କର ଏଇଟା ହେଇଯିବ ଦିସ୍ ଇଜ୍ ଭେରି ରଙ୍ଗ। ଆଷ୍ଟ୍ରୋଲୋଜର୍ସ ଆର୍ ନଟ୍ ଗଡ୍। କୌଣସି ଜ୍ୟୋତିଷ ଭଗବାନ ନୁହନ୍ତି। ସେ କହିପାରିବେ ଯେ ଆପଣ ଏଇ କର୍ମ କରିଥିଲେ ଏଇ କର୍ମ କଲେ ଆପଣଙ୍କର ଧୀରେ ଧୀରେ ଇମ୍ପ୍ରୁଭ୍ ହେବ ଆପଣଙ୍କର ଭାଗ୍ୟଟା। ସବୁ ସେ କର୍ମର ଖେଳ କର୍ମ ଭାଗ୍ୟ ଅଲଗା ନୁହେଁ ଗୋଟିଏ କଏନ୍ର ଦୁଇଟା ସାଇଡ୍। ସାର୍ ଭାଗ୍ୟ କିଛି ନୁହେଁ କର୍ମ ସଭାରେ ଭାଗ୍ୟ ଆସିଲା କ'ଣ ତେବେ ସେ ଏଇ ଦୁଇଟା ଜିନିଷ ବେସିକାଲି ପଏଣ୍ଟ କରିବାର ଥିଲା ଯେ ଜ୍ୟୋତିର୍ବିଦ୍ୟା ମିଛ ନୁହେଁ ନାହିଁ ଯେଉଁ ଜ୍ୟୋତିଷମାନେ ପ୍ରାକ୍ଟିସ୍ କରୁଛନ୍ତି ସେମାନେ ସବୁ କିଛି ଖରାପ। ଦୁଃଖ ଲାଗୁଛି କହିବାକୁ ଯେ ଓଡ଼ିଶା ଭଳିଆ ଗୋଟେ ଷ୍ଟେଟ୍ରେ ସବୁ ଜାଗାରେ ଯେମିତି ଆମେ ଟିକେ ପଛୁଆ ରହିଯାଉଛନ୍ତି ସେଇଭଳିଆ ଜ୍ୟୋତିଷରେ ବି ବହୁତ ପଛୁଆ ଅଛନ୍ତି। କାରଣ ମୁଁ ନ୍ୟାସନାଲ୍ ଲେବୁଲ୍ରେ ଲେଖୁଛି ମୁଁ ନ୍ୟାସନାଲ୍ ଲେବୁଲ୍ରେ କହୁଛି I have full authority to say before the camera that we are backward ଟିକେ ରହୁଛନ୍ତି କାହିଁକି ଆମେ ଏଠି ଆଗକୁ ବାହାରିକି ଆଷ୍ଟ୍ରୋଲୋଜର କଲା ଭଳିଆ ହାଇଲି ଟ୍ୟାଲେଣ୍ଟେଡ୍ ପିପଲ୍ ଆଷ୍ଟ୍ରୋଲୋଜରରେ ନାହାନ୍ତି। ଯେଉଁମାନେ ବି ଅଛନ୍ତି କିଛି ଲୋକଙ୍କ ନାଁ ମୁଁ ଏଠି ନେଉନି ବାହାରୁ ପାଠଶାଠ ପଢ଼ିକି ଆସୁଛନ୍ତି ଭଲ ଭଲ ଏଡୁକେସନ୍ ଇନଷ୍ଟିଚ୍ୟୁଟ୍ରେ ପଢ଼ିଛନ୍ତି। ମୋର ଏଡୁକେସନ୍ ବି ଏତେ ଖରାପ ନୁହେଁ ବଟ୍ ଆପଣ ୱେବସାଇଟ୍କୁ ଗଲେ ଜାଣିପାରିବେ। ତ ସେମାନେ ଫୁଲ୍ ଟାଇମ୍ ଜ୍ୟୋତିଷକୁ ଆସୁନାହାନ୍ତି କାରଣ ପଇସା ନାହିଁ। କିଛି ଜାଗାରେ ଲୋକମାନେ ହୁଏତ ଏତେ ସମ୍ମାନ ବି ଦେବେନି କିନ୍ତୁ ମୁଁ ଏଠି କହି ରଖେ ଜ୍ୟୋତିଷ ହେବାକୁ ହେଲେ ଆପଣଙ୍କୁ ଗୋଟେ ସମ୍ପୂର୍ଣ୍ଣ ଜୀବନଶୈଳୀ ବଦଳାଇବାକୁ ପଡ଼ିବ। ଆପଣ ଖାଇବା ପିଇବା କଥାବାର୍ତ୍ତା ଶୈଳୀ ପଢ଼ିବା ଦିନକୁ ତ ଯାହା ବି ହେଲେ ଆପଣଙ୍କୁ 4-5 ଘଣ୍ଟା ପଢ଼ିବାକୁ ପଡ଼ିବ। ସେଥିଲାଗି ସବୁ ଆମକୁ ଅନରାରୀ ଡକ୍ଟରେଟ୍ ଅନରାରୀ ପ୍ରଫେସର ସବୁ ମିଳେ ଜ୍ୟୋତିଷରେ କାରଣ ପାଠଟା ପଢ଼ିବାର ଅଛି। ପାଠ ନ ପଢ଼ିଲେ ଜ୍ୟୋତିଷ ହେଇପାରିବନି। ଗୋଟେ ଜ୍ୟୋତିଷର ପ୍ରଥମ ରୁଲ୍ ହେବା କଥା ଯେ ସେ ଦିନକୁ 2-3 ଘଣ୍ଟା ପଢ଼ିବ ବାକି କିଛି ସମୟ ତାର ସ୍ପିରିଚୁଆଲ୍ ପ୍ରାକ୍ଟିସେସ୍ ସେ କରିବ। ଆଉ କମର୍ସ ଇଜ୍ ଏ ବାଇ ପ୍ରଡ଼କ୍ଟ। ଗୋଟେ ଆଷ୍ଟ୍ରୋଲୋଜର କେତେ ବି ରୋଜଗାର କରିନୁ ସିଏ ଆଉ ସେ ପଇସା କରିବ କ'ଣ? ଗୋଟେ ଆଷ୍ଟ୍ରୋଲୋଜର ତ ବସିକି ମାନେ କୌଣସି ଯାଇକି କିଛି ଗୋଟେ ଲକ୍ଜୁରିୟସ୍ ଜିନିଷରେ ନଷ୍ଟ କରିବନି ବହି କିଣିବ ନହେଲେ କେଉଁ ଗୋଟେ ପିଲଗ୍ରିମେଜରେ ବୁଲିବାକୁ ଯିବ ସେ ସୋମନାଥ କି ସେ ରାମେଶ୍ୱରମ୍ ଯେମିତି ମୁଁ ଯାଏ ଇନଫ୍ୟାକ୍ଟ କିମ୍ବା ଗୋଟେ କନଫରେନ୍ସ ଯାଇକି ଆଟେଣ୍ଡ କରିବ। ହଁ ତେଣୁ ଆପଣ ଯେକୌଣସି ଜ୍ୟୋତିଷ ଯଦି କିଛି ଅଧିକ ପଇସା ନେଇ ବି ଯାଉଛନ୍ତି ସେଟା ଗୋଟେ ଆପଣଙ୍କର କୌଣସି ପ୍ରକାର ଖରାପ କାମରେ ଯିବନି। ଯେଉଁମାନେ ଜ୍ୟୋତିଷକୁ ବିଶ୍ୱାସ ନ କରୁଛନ୍ତି ବିଶ୍ୱାସ କରିବା ତ ପ୍ରଶ୍ନ ଉଠୁନି କାରଣ ଜ୍ୟୋତିର୍ବିଦ୍ୟାଟା ଆପ୍ରୁଭ୍ ଜ୍ୟୋତିଷମାନେ ବି ସାର୍ଟିଫିକେଟ୍ ନେଇ ପ୍ରାକ୍ଟିସ୍ କରୁଛନ୍ତି। ଯେଉଁମାନେ ତାଙ୍କ ଉପରେ ରିଲାଏନ୍ସ ନାହିଁ ଯେମିତି ଲୋକ କହୁଛନ୍ତି ଯେ ଆୟୁର୍ବେଦିକ ଡକ୍ଟରଙ୍କ ପାଖକୁ ଆମେ ଯିବୁନୁ ଯାଆନ୍ତୁ ନାହିଁ ଯାଇକି ତାକୁ କିଛି ବଦନାମ କରିକି ଲାଭ ନାହିଁ। ଏଲୋପାଥି ଯାଉଲେ ବୋଲି ଗୋ ଆଣ୍ଡ ଦେୟାର ଆପଣଙ୍କ ଯଦି କିଛି ଅସୁବିଧା ହେଇଛି ଆପଣ ଯେମିତି ଆମର ଆଗରୁ ଯେଉଁ ଜାଗାରେ ରହୁଛନ୍ତି ସେମାନେ ତ ଆଗରୁ ରାଜଦରବାରରେ ରହୁଥିଲେ
लोक मान आभेलेबल नथिले मत लगुच प्राय बोधे 18th 19th सेंचुरी पर्यंत मत लगुनि इवन मिहिर पीरियड रे भी मिहिर भी राजदरबार ही थिले मिहिर आचार्य बरामिहिर 600 शताब्दी तो ख्रीष्टाब्द नॉट ख्रीष्टपूर्व तो 600 शताब्दी थिले तो सी भी से समय को ज्योतिष एत खाली राजदरबार ही थे से देखुले तेणु ज्योतिष जाकि दरकार नहीं आपण मैंने जमी लोक मैंने से समय मंदिर जाऊे पूजापूजी करते भगवान पाखे सब आम भिख मागुले जोटा कि उचित नुहे बिल्कुल जहाँ भगवान सब दिखती भलपाई दिखती तो सेटा करुले सेमती आप करेंगे ज्योतिष मान पाक जी पेमेंट देवे और से जहाँ कहे आप करेंगे तार कि लाभ ना सर जाइए गोटे ज्योतिष पाक से कहते ये जिन करनी किसी लाभ है आपंकर किसी लाभ है से ज्योतिष भी ना खराब है एवं गोटे किसी जिनसा यूजलेस हो ठीक अच्छे तो मुझे रोची कारण ऑलरेडी इट इज गोइंग टू बी हाफ एन आवर आपण मैंने प्लीज मोर वेबसाइट को विजिट करूँ जो मानकर इंग्लीश रे किसी बुझार इश्यू ना मुझे बहुत एलाबोरेटली इंग्लीश रे वीडियो करी इवन 1 आवर पर्यंत भल भल इश्यू पर मोर ज्योतिष वेबसाइट को जाकि आप डाउनलोड भी करें प्लीज निजे पढ़ु निजे आप ज्योतिष शास्त्र को जिते भल कि पारे पढ़ु से XYZ आप कौन यूट्यूब रे बाहरी कहते मे भी इंटरनेशनल भी किए पारे मुझे जापारे इंटरनेशनल एस्ट्रोलॉजर क्या कहुए जदिव मुझे ऑनलाइन यूएस कंसल्टेशन दिए सी माने से इंटरनेशनल एस्ट्रोलॉजर माने विभिन्न प्रकार ज्योतिष मायन एस्ट्रोलॉजी एस्टेक एस्ट्रोलॉजी सब ज्योतिष पर जार ज्ञान थी खाली हिंदू एस्ट्रोलॉजी नुहे तो वैसे जहाँ भी होना कहीं तो आप जातु पढ़ु बही प्लीज पढ़ु जो ज्योतिष भी जहाँ यूट्यूब बाहरी कहते शुणा पूर्व बही पढ़ु जेको गोटे बेसिक ज्योतिष बही आप आनले आप पढ़ी पारे बुझीपारे विषयटा जेहतु यूजीसी अप्रूव कर कि अच्छी पे सर्टिफिकेट प्रैक्टिस कर गोटे लोक गाइडेंस कर काउंसलिंग कर विथ प्रॉपर प्रेडिक्शन ऑफ टाइम समय को किए देखी क्योंकि ज्योतिष मैंने कहीपर काली हम आम पाखे अल्टरनेटिव किसी ना भगवान पाखे आप डाक्टर प्रभु कहीं मोपाई एमती है एमती आप कहीं कले तो सहीटा ज्योतिष वाला वेदर चक्षु बोली कहुए जे आप ज्योतिष को पचार से कहीदेवे आप पूर्व जन्म या करते से सपोर्ट करूँ तो हेनी तेणु मोर अनुरोध आपड़ एमती यूजलेसली किसी जिनस को आग्रावेट करूँ सबू जिनस पढ़ु मुझे भी हुए तो आज की 10-12 वर्ष तले ज्योतिष को विश्वास करूनी जो मुझे फील्ड रे आसिली पढ़ी इनफैक्ट बहुत भल रिसर्च भी कली मुझे कहली ना ना आमर मेंटल कैपेसिटी ना यहाँ ग्रास्प करवा नॉल इट इज एक्चुअली अ सुपर साइंस कारण टाइम टाक रीड करने गोटे जिनस अच्छी इट इज रियली मैटर्स कि आम हिंदू ज्योतिष गोटे एत बड़ जिनस हो आपण मैंने वीडियो को लाइक करूँ डिसलाइक करूँ मुझे किसी कहबार ना गोटे अनुरोध प्लीज शेयर कर दिखाँ तो किसी गोटे लोक मोर वॉइसटा मैक्सिमम लोक पाक पहुँच सब्सक्राइब करने मुझे बिल्कुल कहूनी आप से लाइक सब्सक्राइब डिसलाइक तो मो दूर ना ही मुझे कहूँ मत आसी जातक देखा कि किसी करूँ आइडिया है इनफॉरमेशन मु स्प्रेड करुच्ची कारण इट इज माय ड्यूटी जे मो स्टेट रे भी मत लोक जानतु मुझे जहाँ रिसर्च कर पढ़ु जदिव जी भल भल एस्ट्रोलॉजर आज बहुत दिन प्रैक्टिस कले से मत बहुत सम्मान दिखती कि कहते सर आप ज्ञानटा ओडिया टी लोक मान कहतु आपड़ी किसी डाउट अच्छे जेनराल ज्योतिष को लेकिन मत कमेंट सेक्शन में पचारि पारती मोर प्रथम अनुरोध है निजे पढ़ु निजे रिसर्च करूँ ज्योतिष अप्रूव हो गला निजे पढ़ार असुविधा कौन अच्छे आउ कौन ज्योतिष पाक जब जाऊँगी सम्मान सहित जो जिन पचार पढ़ु आसतु सबू जिन सब जगह ठकामी बोली बिल्कुल धरतु ना तो मत लगुच इनफर्मेशनटा जो आम चलता पाला गोटे से हेल्पफुल हम किसी लोग जो इनकम्प्लीट रिसर्च कर गोटे कनक्लूजन में पहुँच जाऊँ हेल्पफुल हम आउ टोटाल गोटे आम एस्ट्रोलॉजिकल कम्युनिटी भी यहाँ गोटे भल वीडियो जोटि गोटे डिटेल होलिस्टिक व्यू मुझे पार्चे ज्योतिष कौन केमी एवं तार पर्सपेक्टिव गोटे जनरल लोकंर केमती रहा कथा हो आज ये आउ जब किसी वीडियो पर मोर मुंड को आसला मुझे प्रिपेयर करके ना इंग्लीश वीडियो करी ना ही ओडिया जहाँ गोटे आसूँ लोक पाखे पहुँचापी कहवा कथा
ଆପଣ ନିଜେ ରିସର୍ଚ୍ଚ କରନ୍ତୁ, ପଢ଼ନ୍ତୁ, କୌଣସି ଜିନିଷଟାକୁ ଭଲ କି ନ ଜାଣିକି କେବେ ମନା କରନ୍ତୁନି। ତ ସେଇଟା ସବୁବେଳେ ଭୁଲ, ସେଇଟା ଅଜ୍ଞାନଟାକୁ ବଢ଼ାବା ଦିଏ। ତ ଆଜି ରହୁଛି, ପରେ ପୁଣି ଆଉ ଗୋଟେ ଭିଡ଼ିଓ ନେଇକି ଆପଣଙ୍କ ପାଖରେ ଉପସ୍ଥିତ ହେବି। ଆଉ ସେ ପର୍ଯ୍ୟନ୍ତ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ। ଓମ୍ ନମଃ ଶିବାୟ।